ଅନେକ ବର୍ଷ ପୂର୍ବେ ଜଣେ ଯୁବକ ନାୟଗ୍ରା ଜଳପ୍ରପାତ ନିକଟରେ ପଥ ପ୍ରଦର୍ଶକ ରୂପେ ନିଯୁକ୍ତି ପାଇଥିଲେ। ନାୟଗ୍ରା ଜଳପ୍ରପାତର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ପ୍ରତିଦିନ ଶହ ଶହ ନରନାରୀ ଏଠିକି ଆସୁଥିଲେ, ଆଉ ଏହି ପ୍ରପାତ ନିକଟରେ ଥିବା ଜଳସ୍ରୋତରେ ନୌକା ବିହାର କରି ସେମାନେ ଆନନ୍ଦ ପାଉଥିଲେ। ଏହି ଯୁବକଟି ଏହିପରି ଏକ ନୌକାରେ ପଥ ପ୍ରଦର୍ଶକ ଥିଲେ ଏବଂ ପ୍ରପାତର ସୌନ୍ଦର୍ଯ୍ୟରେ ଆତ୍ମହରା ଦର୍ଶକମାନଙ୍କୁ ନୌକାରେ ନେଇ ବିଚରଣ କରାଉଥିଲେ। ଥରେ ତାଙ୍କର କିଛି କାମ ନଥିଲା, ଆଉ ସେ ନୌକାରେ କିଛି ସମୟ ବିଶ୍ରାମ କରିବା ପାଇଁ ଚାହିଁଲେ। ସେଥିପାଇଁ ସେ ସ୍ରୋତର କିଛି ଦୂର ଉପରକୁ ଯାଇ ଲଙ୍ଗର ପକାଇ ନୌକାରେ ବିଶ୍ରାମ କରିବାକୁ ଲାଗିଲେ। ସ୍ରୋତର ଗତିରେ ନୌକାଟି ଦୋହଲୁଥିଲା ଏବଂ କ୍ରମାଗତ ନୌକାଟି ହଲିବାରୁ ଯୁବକକୁ ନିଦ୍ରା ଘୋଟି ଆସିଲା। ସେ ଭାବିଥିଲେ ସେ ଲଙ୍ଗର ଦ୍ୱାରା ନୌକାଟିକୁ ଦୃଢ଼ ଭାବରେ ବାନ୍ଧିଛନ୍ତି। ସେଥିପାଇଁ ସେ ଅତି ନିଶ୍ଚିତ ମନରେ ସ୍ରୋତରେ ଦୋହଲୁଥିବା ନୌକାରେ ନିଦ୍ରା ଗଲେ। ମାତ୍ର ସ୍ରୋତର ବେଗ ଅତି ପ୍ରଖର ଥିଲା, ତେଣୁକରି ନୌକାଟି ହଲି ହଲି ଅବଶେଷରେ ଲଙ୍ଗରରୁ ଫିଟିଗଲା। ମାତ୍ର ଯୁବକଟି ଏତେ ଗାଢ଼ ନିଦ୍ରାରେ ଶୋଇପଡ଼ିଥିଲେ ଯେ ନୌକା ଲଙ୍ଗରରୁ ଫିଟିଯିବା କଥା ସେ ଜାଣିପାରିଲେନି। ଆଜି ଅନେକେ ନିଜର ଚରମ ଦୁର୍ଦ୍ଦଶା ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହି ନିଜ ପାପରେ ନିଦ୍ରିତ। ଈଶ୍ୱରଙ୍କର ବାକ୍ୟ କହେ, ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ, ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ସେଥି ନିମନ୍ତେ ଏହି ଜଗତପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି। ଏ ନିଦ୍ରିତ, ଜାଗ ଜାଗ।